517 ବର୍ଷରେ ପଦାର୍ପଣ କଲା ଲକ୍ଷ୍ମଣନାଥଗଡ଼ର ଦୁର୍ଗା ପୂଜା। ଏହା ଉତ୍ତର ଓଡ଼ିଶାର ସର୍ବପୁରାତନ ଓ ଐତିହାସିକ ଲକ୍ଷ୍ମଣନାଥଗଡ଼ ଦୁର୍ଗା ପୂଜା 1508 ମସିହାରେ ତତ୍କାଳୀନ ଜଳେଶ୍ୱର ସଦରର କାନୁନଗୋ ରାମଚନ୍ଦ୍ର ଘୋଷଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇ ଆସୁଥିଲା। 1720 ମସିହାରେ ତତ୍କାଳୀନ ଜମିଦାର ଲକ୍ଷ୍ମୀ ନାରାୟଣ ମହାଶୟଙ୍କ ଉଆସ ଜଳେଶ୍ୱରରୁ ସ୍ଥାନାନ୍ତରିତ ହେଲା ଓ ଲକ୍ଷ୍ମଣନାଥଠାରେ ମନୋରମ ପ୍ରାସାଦ ତିଆରି କରି ବସବାସ କଲେ। ଫଳରେ ସେହି ଦିନଠାରୁ ଅଦ୍ୟାବଧି ସମ୍ପୃକ୍ତ ଦୁର୍ଗାପୂଜା ଲକ୍ଷ୍ମଣନାଥ ରୋଡ଼ ପାର୍ଶ୍ୱବର୍ତ୍ତୀ ପଡ଼ିଆରେ ପାଳିତ ହୋଇ ଆସୁଅଛି। 1952 ମସିହାରେ ଜମିଦାରୀ ଉଚ୍ଛେଦ ହେଲା। 1953 ମସିହାରେ ରାୟ ମହାଶୟଙ୍କ ଖଜଣା ଅସୁଲ ବନ୍ଦ ହୋଇଯିବା ଫଳରେ ସୁରେନ୍ଦ୍ର ନାରାୟଣ ରାୟ ପୂଜା ବନ୍ଦ କରିଦେଇଥିଲେ। ସେହି ବର୍ଷ ସ୍ଥାନୀୟ ଅଞ୍ଚଳରେ ଅନାବୃଷ୍ଟି ହେବା ସହ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଲା। ଲୋକମାନଙ୍କର ଧାରଣା ହେଲା ପୂଜା ବନ୍ଦ ହେବାରୁ ମାଙ୍କର କୋପଦୃଷ୍ଟି ପଡ଼ିଲା। ଲୋକମାନେ ଏକତ୍ରିତ ହୋଇ ରାୟ ମହାଶୟଙ୍କୁ ଗୁହାରି କଲେ। ଲୋକମାନଙ୍କ ସାହାଯ୍ୟ ସହଯୋଗରେ ରାୟ ମହାଶୟ ପୁଣି ମାଙ୍କ ପୂଜା ଆରମ୍ଭ କଲେ। ସେହିଦିନଠାରୁ ଅଦ୍ୟାବଧି ସମ୍ପୃକ୍ତ ଦୁର୍ଗାପୂଜା ରୀତି ନୀତି ନିୟମ ଅନୁସାରେ ପାଳିତ ହୋଇ ଆସୁଛି। ମାଙ୍କ ମୃଣ୍ମୟୀ ମୂର୍ତ୍ତି ବଙ୍ଗୀୟ ତାନ୍ତ୍ରିକ ନୀତି ଅନୁସାରେ ପୂଜିତ ହୋଇଥାଏ। ମାଙ୍କ ମୂର୍ତ୍ତି ପ୍ରତ୍ୟେକ ବର୍ଷ ସମାନ ଉଚ୍ଚତା କରାଯାଇଥାଏ। ପୂଜା ଦେଖିବା ପାଇଁ ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ବ୍ୟୁରୋ ରିପୋର୍ଟ, ପ୍ରଭା ଲାଇଭ୍ ଓଡ଼ିଆ।